ଚିନୁରେ ଛାତିର କଲିଜାକୁ କିଏ କଣ ଅଲଗା କରିପାରେ? ତୁ ପରା ମୋ ଛାତିର କଲିଜା। ଭାଗବତ ଲେଖା ଅଛି, ପୂର୍ବଜିତ କର୍ମ ଫଳେ ଯାଚି ମୁଁ ଦଉଥାଏ ବଳେ। ନିଜ ରାଜା ଦଶରଥଙ୍କ କର୍ମ ଦୋଷ ପାଇଁ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ନିଜ କର୍ମ ଦୋଷ ପାଇଁ ଶବର ହାତରେ ମଲେ। ନିଜ କର୍ମ ଦୋଷ ପାଇଁ ନଳ ରାଜା ଘାସ କାଟିଥିଲେ। ସୁକଦେବ ମୁନି ପରୀକ୍ଷିତ ରାଜାଙ୍କୁ କହିଥିଲେ, ହେ ରାଜନ, କର୍ମ ମହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଦିନ ଆମ ସମସ୍ତଙ୍କୁ ନିଜ ନିଜର କର୍ମ ଫଳ ଭୋଗିବାକୁ ପଡିବ। ତୁ କୋଉ ଜନ୍ମରେ କେତେ ପୁଣ୍ୟ କରିଥିଲୁ କେଜାଣି, ଏ ଜନ୍ମରେ ଆମ ଅଜାତିଆ କୂଳରୁ ମୁକ୍ତି ପାଇଗଲୁ। ଏ ଗାଁ ଭାଇ ସମସ୍ତେ ଶୁଣ, ମୋ ଭାଇ ଜାତି ଶ୍ରେଷ୍ଠ, ବର୍ଣ୍ଣ ଶ୍ରେଷ୍ଠ, କୁଳ ଶ୍ରେଷ୍ଠ ବ୍ରାହ୍ମଣ ହବ। ବ୍ରାହ୍ମଣ ହବ ମୋ ଭାଇ। ଯାତ୍ରା ନାଁ ହଉଛି ହାକୃଷ୍ଣ ବୋଲି ଯାଉ ଯିବ ନାଟକର ନାଁ। ରଚନା ଡକ୍ଟର ନିହାର ରଞ୍ଜନ ମହାନ୍ତି, ନିର୍ଦ୍ଦେଶନା ବଳିଆ ସାର୍, ସ୍ୱର ସଂଯୋଜନା ଏକନ ସାର୍। ଶିବାନୀ ଗଣନାଟ୍ୟ ଏ ବର୍ଷ ସୁପରହିଟ୍ ନାଟକ ହାକୃଷ୍ଣ ବୋଲି ଯାଉଛି। ମୋ ନାଁ ହଉଛି ଚୈତା। ଯୋଉ ବାଉଁଶ ପାତିଆ ବୁଣନ୍ତି ଆମେ ସେଇ ଲୋକ। ବ୍ରାହ୍ମଣ ଆଉ ନିଚ ଜାତି ଲୋକ ସହିତ ନାଟକର ଷ୍ଟୋରି ହେଇଛି। ପୁରୁଣା କଥା, କୋଲା ବାଉଁଶିଆ, ଅଳନଙ୍ଗଳ, ପାଛିଆ ଆଉ ଭାଗବତ ଗୀତାର କଥା ଆଲୋଚନା ଅଛି। ସେଥିପାଇଁ ଲୋକଙ୍କ ମନକୁ କିଣି ପାରୁଛି। ସିନେମାରେ ମୌଳିକତା ନାହିଁ ବୋଲି ଲୋକମାନେ ହଲକୁ ଯାଉନାହାନ୍ତି, କିନ୍ତୁ ଯାତ୍ରାରେ ଏବେ ମୌଳିକ କାହାଣୀକୁ ନେଇକି ଯାତ୍ରା ପରିବେଷଣ ହଉଛି। ନାଇଁ ଦେଖନ୍ତୁ, ମୌଳିକତା ନାହିଁ କହିଲେ ହବନି। ଫିଲ୍ମ ହଲ୍ କାହିଁ? ଫିଲ୍ମ ହଲ୍ ଏବେ ସମସ୍ତଙ୍କ ପକେଟରେ, ମୋବାଇଲରେ। ତେଣୁ ଲୋକ ବ୍ୟସ୍ତବହୁଳ ହେଇ ଯାଇଛନ୍ତି। ଫିଲ୍ମ ହଲ୍ ନାହିଁ। ଫିଲ୍ମ ବି ଭଲ, ତା ଭିତରେ ସେନ୍ସର ବୋର୍ଡ ଯାହାକୁ ପାସ୍ କରୁଛି ସିଏ ରିଲିଜ କରୁଛନ୍ତି। ଆମେ ଯାତ୍ରା ବି ଭଲ, ଯାତ୍ରାର ବି ଏଣିକି ଆସ୍ତେ ଆସ୍ତେ ପରମ୍ପରା କଥା ବେଶୀ ଚାଲିବ ନାଟକରେ। ଆଉ ସମସ୍ତେ ଯାତ୍ରା ଦେଖନ୍ତୁ, ଯାତ୍ରାକୁ ଭଲ ପାଇବା ଦିଅନ୍ତୁ। ଯାତ୍ରା ଏମିତି ଅଛି, ଚାଲିଥିବ। ଦେଖନ୍ତୁ ଭାଇ, ସେଇ ଅଶ୍ଳୀଳତା ମୁଁ ସେ ବାବଦରେ ବାରମ୍ବାର ସବୁ ମିଡିଆରେ କହିଛି। ସେଗୁଡା ସରକାର ବୁଝୁଛନ୍ତି, ଦର୍ଶକ କମିଟି ମାଲିକ ପ୍ରଶ୍ରୟ ଦଉଛନ୍ତି। ତାକୁ ବଣା କଲେ ବନ୍ଦ ହବ। ଆମେ କେମିତି ଭଲରେ ନାଟକ କରିବା, ଲୋକେ କଣ ଭଲ ପାଇବେ, ଆମେ କେମିତି ନୃତ୍ୟ କରିବା, ଲୋକ ଆମକୁ ଭଲ ପାଇବେ, ଆମେ ସେ କାମ କରିବା। ଭଲ ଭଲ କଳା ପରିବେଷଣ କଲେ ସମସ୍ତେ ଭଲ ପାଇବେ। କିଛି ଦିନ ହେବ ଯଦି ଆମେ ଗଣମାଧ୍ୟମ କଲୁ, ଆପଣଙ୍କର ଗୋଟେ ଇଣ୍ଟରଭ୍ୟୁ ଖୁବ୍ ଜୋରସୋରରେ ଭାଇରାଲ ହେଇଛି। ଯାତ୍ରା କଣ ମାନେ ପଇସା ସିଏ ମତେ କହିଛନ୍ତି, କହିଛି, ସେଥିରେ କଣ ଅଛି? ଦରମା ଆମେ ପାଉଛୁ, ଲୋକ ଦେଖୁଛନ୍ତି, ମନ ବୁଝିଲା ଭଳିଆ ଦରମା ପାଉଛୁ। କଣ ଚାଲିଛି? ଭାଇରାଲ କଣ ଅଛି? ଭାଇରାଲ ତ ସବୁ ଜିନିଷ ଆଜିକାଲି ସୋସିଆଲ ମିଡିଆ, ଟିକେ କଥାକୁ ଦୁନିଆ କଥା ହଉଛି। ଏତେ କଥା ଆଉ ଆଲୋଚନା କରନ୍ତୁନି ଭାଇ। ଆପଣ ଯାତ୍ରା ପାଇଁ ଆସିଛନ୍ତି, ଯାତ୍ରା କଥା ନିଅନ୍ତୁ। ଆମେ କଣ କରୁଛୁ ନ କରୁ ସେଟା ସରକାର ଜାଣିଛନ୍ତି।